ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟରେ କହିବାକୁ ଚାହୁଁଛି, ଯାହା ହେଉଛି ମୋଟିଭେସନ୍ ଏବଂ ସେଲ୍ଫ ଡିସିପ୍ଲିନ୍। ଦେଖ, ଜୀବନରେ ସକ୍ସେସ୍ ପାଇବା ପାଇଁ ହେଲେ ମୋଟିଭେସନ୍ କେବଳ 1% କାମରେ ଆସେ, ବାକି 99% ନିଜ ସେଲ୍ଫ ଡିସିପ୍ଲିନ୍ ଉପରେ ନିର୍ଭର କରେ। ଜୀବନରେ ସେଲ୍ଫ ଡିସିପ୍ଲିନ୍ ହେବାକୁ ହେଲେ ଏହି 5ଟି ପଦକ୍ଷେପ ନେବାକୁ ପଡ଼ିବ। ଆପଣ 4 ନମ୍ବର ପଦକ୍ଷେପକୁ ଜାଣିଗଲେ ହୁଏତ ଆପଣଙ୍କ ଜୀବନ ବଦଳି ଯାଇପାରେ। ପ୍ରଥମ ପଦକ୍ଷେପ, ସେଲ୍ଫ ଡିସିପ୍ଲିନ୍ ଦକ୍ଷତା ଅର୍ଜନ କରିବା ପାଇଁ ହେଲେ ପ୍ରଥମେ ଛୋଟ ଆରମ୍ଭ କରିବାକୁ ହେବ। ବଡ଼ ଆରମ୍ଭ ଭୟାବହ ହୋଇଥାଏ। ସେଲ୍ଫ ଡିସିପ୍ଲିନ୍ ହେବାକୁ ବହୁତ ଲୋକ ପ୍ରୟାସ କରିଥାନ୍ତି, କିନ୍ତୁ ସେଥିମଧ୍ୟରୁ ବହୁତ କମ୍ ଲୋକ ସଫଳ ହୋଇଥାନ୍ତି, କାରଣ ଲୋକମାନେ ଜୋସ୍ରେ ବହୁତ ବଡ଼ ପଦକ୍ଷେପ ନେଇଯାଇଥାନ୍ତି, ଯାହାଫଳରେ ସେମାନେ କିଛି ସମୟ ପରେ ସେହି କାମରେ ବିରକ୍ତ ହୋଇଯାଇଥାନ୍ତି। ତାଙ୍କର ସେହି କାମରେ ମନ ଲାଗିନଥାଏ। କିନ୍ତୁ ଯେଉଁ ଲୋକମାନେ ପ୍ରଥମେ ଛୋଟ ପଦକ୍ଷେପ ନେଇଥାନ୍ତି, ସେମାନେ ପରେ ବଡ଼ ପଦକ୍ଷେପକୁ ମଧ୍ୟ ସହଜରେ ହାସଲ କରିପାରିଥାନ୍ତି। ଦ୍ୱିତୀୟ ପଦକ୍ଷେପ ହେଉଛି ନିଜ ଲକ୍ଷ୍ୟ ସ୍ପଷ୍ଟ ରଖ। ଆପଣ ଜାଣିଛନ୍ତି କି ଆପଣ କ'ଣ ହାସଲ କରିବାକୁ ଚାହୁଁଛନ୍ତି? ଯଦି ଆପଣ ପରୀକ୍ଷାରେ ଟପ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜ ଲକ୍ଷ୍ୟକୁ ସ୍ପଷ୍ଟ ରଖି ପ୍ରତିଦିନ 8ରୁ 10 ଘଣ୍ଟା ପଢ଼ିବାକୁ ପଡ଼ିବ ଏବଂ ସୋସିଆଲ ମିଡ଼ିଆରୁ ଦୂରରେ ରହିବାକୁ ପଡ଼ିବ। ତୃତୀୟ ପଦକ୍ଷେପ ହେଉଛି ଆପଣ ଯେଉଁ ସମୟରେ ପଢ଼ିବାକୁ ବସୁଛନ୍ତି, ସେ ସମୟରେ ଫୋନ୍କୁ ପାଖରେ ରଖନ୍ତୁ ନାହିଁ। ପାରୁଛନ୍ତି ଯଦି ଫୋନ୍କୁ ଅନ୍ୟ ଏକ ରୁମ୍ରେ ରଖିଦିଅନ୍ତୁ, ନହେଲେ ଆପଣ ଫୋନ୍କୁ ସୁଇଚ୍ ଅଫ୍ କରିଦିଅନ୍ତୁ, ଯାହାଫଳରେ ଆପଣ ପଢ଼ିବାରେ ଡିଷ୍ଟର୍ବ ହେବେ ନାହିଁ। ଆପଣ ଫୁଲ୍ କନସେନ୍ଟ୍ରେଟ୍ରେ ପଢ଼ିବେ। ଚତୁର୍ଥ ପଦକ୍ଷେପ ହୁଏତ ଆପଣଙ୍କ ଜୀବନକୁ ବଦଳାଇ ଦେଇପାରେ। ଆପଣ ଯେକୌଣସି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି, ସେ ଲକ୍ଷ୍ୟକୁ ଅନ୍ୟ କାହାକୁ କୁହନ୍ତୁ ନାହିଁ। ସାଇଲେଣ୍ଟ ହୋଇ ନିଜ ଲକ୍ଷ୍ୟ ଉପରେ କାର୍ଯ୍ୟ କରନ୍ତୁ। ମୁଁ ଜାଣିଛି, ଏବେ ବହୁତ ଲୋକ କାର୍ଯ୍ୟ କରିବା ପୂର୍ବରୁ ସମସ୍ତଙ୍କୁ କହି ପକାନ୍ତି। ହ୍ୱାଟ୍ସଆପ୍ରେ ଷ୍ଟାଟସ୍ ଏବଂ ଇନ୍ଷ୍ଟାରେ ଷ୍ଟୋରି ପକାଇ ନିଜ ଲକ୍ଷ୍ୟକୁ ପ୍ରାପ୍ତ କରିବା ପୂର୍ବରୁ ସମସ୍ତଙ୍କୁ କହି ପକାନ୍ତି। ଆପଣଙ୍କୁ ସେମିତି କରିବାକୁ ପଡ଼ିବ ନାହିଁ। ସବୁ କାର୍ଯ୍ୟ ସାଇଲେଣ୍ଟ ହୋଇ କରିବାକୁ ପଡ଼ିବ। ପଞ୍ଚମ ପଦକ୍ଷେପ, ମୁଁ ଏବେ ଆମ ଶେଷ ପଦକ୍ଷେପକୁ ଆସୁଛି, ଯାହା ହେଉଛି ଆପଣ ଆପଣଙ୍କ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ପ୍ରତିଦିନ ଏକ ରୁଟିନ୍ ବ୍ୟବହାର କରନ୍ତୁ। ଯେଉଁ ରୁଟିନ୍ରେ କି ଆପଣ ନିଜେ ସେହି ରୁଟିନ୍ଟିକୁ ନିଜ ଦକ୍ଷତା ଅନୁସାରେ ତିଆରି କରିବେ, ଯାହାଫଳରେ ଆପଣ ସେହି ରୁଟିନ୍ଟିକୁ ସହଜରେ ଫଲୋ କରିପାରିବେ। କେତେକ ଲୋକ ନିଜ ଦକ୍ଷତା ଠାରୁ ଅଧିକ କାର୍ଯ୍ୟ କରିବା ପାଇଁ ରୁଟିନ୍ ତିଆରି କରିଦିଅନ୍ତି, ଯାହାଫଳରେ ସେ ରୁଟିନ୍ଟିକୁ ଫଲୋ କରିପାରି ନାହାନ୍ତି। ସେମାନେ ପୁଣି ସେମାନଙ୍କ ପୂର୍ବ ଅବସ୍ଥାକୁ ଫେରି ଆସିଥାନ୍ତି। ଆପଣ ସେହି ଭୁଲ କରିବେ ନାହିଁ। ଯଦି ଆପଣଙ୍କୁ ଆଗକୁ ଏହିପରି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ